ପ୍ରିୟ ବନ୍ଧୁ, ଆମେ ଆମର ପିଲାମାନଙ୍କୁ ଶିକ୍ଷା ଦେଉଛୁ, ଯଦି କେହି ବୟୋଜ୍ୟେଷ୍ଠ ଅତିଥି ଘରକୁ ଆସନ୍ତି କିମ୍ବା ରାସ୍ତାରେ ଦେଖାଯାଆନ୍ତି, ତେବେ ତାଙ୍କୁ ପ୍ରଣାମ କରିବା ଉଚିତ, ପାଦ ଛୁଇଁବା ଉଚିତ। ଏହି ପ୍ରଣାମର ଉଦ୍ଦେଶ୍ୟ ଏବଂ ପ୍ରକୃତ ଅର୍ଥ ଆଜି ପର୍ଯ୍ୟନ୍ତ ଆମେ ଜାଣିନାହୁଁ। ଆମେ କେବଳ ଜାଣିଛୁ ଏହି ପ୍ରଣାମ କରିବା ଗୋଟିଏ କଷ୍ଟମ୍ ଅଟେ, ଗୋଟିଏ ଟ୍ରାଡ଼ିସନ୍ର ବଶବର୍ତ୍ତୀ ହୋଇ ଏହା ଆମେ କରୁଛୁ। କାଳେ ଅନ୍ୟମାନେ କହିଦେବେ ତାଙ୍କର ପିଲାମାନଙ୍କୁ ଶିଷ୍ଟାଚାର ଜ୍ଞାନ ନାହିଁ, ପିତାମାତା ସଠିକ୍ ଶିକ୍ଷା ଦେଇପାରୁନାହାନ୍ତି, ବଡ଼ ହେଲେ ସେମାନେ କ'ଣ ହେବେ? ଆମ ପିଲାମାନଙ୍କୁ ଅନ୍ୟକୁ ମୁଣ୍ଡିଆ ମାରିବାକୁ ଶିକ୍ଷା ଦେବାରେ ଅସମର୍ଥ ହୋଇ କ'ଣ ବାସ୍ତବରେ ଆମେ ବଡ଼ ଭୁଲ କରୁଛୁ? ବାସ୍ତବତା କ'ଣ ଅଟେ ପ୍ରିୟମାନେ? ସତ୍ୟତା କ'ଣ ଅଟେ? ସେଥିପାଇଁ ଆଜି ଆବଶ୍ୟକତା ରହିଛି ଆମେ ଜାଣିବାକୁ ପଡ଼ିବ ଏହି ପ୍ରଣାମ କ'ଣ ଅଟେ। ପ୍ରଣାମ କରିବା ଦ୍ୱାରା ଆମେ ଅନ୍ୟଠାରୁ ପ୍ରକୃତରେ ଆଶୀର୍ବାଦ ପାଇଥାଉ କି? ପ୍ରଣାମ କରିବା ଅର୍ଥ ଆମେ ଆମର ମସ୍ତକକୁ ତାହାଙ୍କ ଆଗରେ ହେଉ କି ତାହାଙ୍କର ଚରଣରେ ହେଉ ଅବନତ କରୁଛୁ। ଏହାର ଅର୍ଥ ଆମେ ନିଜକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ହାତରେ ସମର୍ପଣ କରିଦେଉଛୁ। ଆମେ ତାହାଙ୍କ ଇଚ୍ଛାରେ ଚାଲିବାକୁ ତାଙ୍କ ନିକଟରେ ଅଙ୍ଗୀକାର କରୁଛୁ। ଆମର ପ୍ରତ୍ୟେକ ସାମର୍ଥ୍ୟକୁ ଏବଂ ଆମର ଇଚ୍ଛାକୁ ତାଙ୍କ ହାତରେ ସମର୍ପଣ କରିଦେଉଛୁ। ବାକ୍ୟରେ ଲେଖାଯାଏ, ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କର ନାହିଁ କି ସେମାନଙ୍କୁ ପ୍ରଣାମ କର ନାହିଁ। ଈଶ୍ୱରଙ୍କ ଛଡ଼ା ଆମେ ଆଉ କାହାରିକୁ ପ୍ରଣାମ କରିବା ନାହିଁ। ଗୀତ ସଂହିତା 95 ପର୍ବରେ ତ ଏପରି ଲେଖାଯାଏ, ଆସ ଆମ୍ଭେମାନେ ଉବୁଡ଼ ହୋଇ ପ୍ରଣାମ କରୁ, ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଛାମୁରେ ଆଣ୍ଠୁ ପାତୁ। ୟେସ୍ ପ୍ରିୟମାନେ, ଆମେ କେବଳ ଆମର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଉବୁଡ଼ ହେବା, ପ୍ରଣାମ କରିବା, ନିଜକୁ ସମର୍ପିତ କରିବା। ଆସନ୍ତୁ ଆମର ପରମେଶ୍ୱରଙ୍କ ନିକଟରେ ଆଣ୍ଠୁ ଭାଙ୍ଗି ଆମର ସମସ୍ତ ବିଷୟକୁ ତାଙ୍କ ହାତରେ ସମର୍ପଣ କରିବା। ପବିତ୍ର 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 କରୁଣାମୟ ପରମେଶ୍ୱର, ଧନ୍ୟବାଦ ଦେଉଛି, ତୁମେ ଆମ ସମସ୍ତଙ୍କୁ ପ୍ରେମ କରିଛ ଏବଂ ଏହି ସୁନ୍ଦର ପ୍ରଭାତରେ ତୁମର ପାଦ ତଳକୁ ନିମନ୍ତ୍ରଣ କରିଛ। ଗୌରବମୟ ରାଜା, ଆମର ସବୁକିଛି, ଆମର ଶରୀରର ଇଚ୍ଛା ସବୁକିଛି ତୁମରି ହାତରେ ଦେଉଛୁ। ଆମକୁ ତୁମେ ନିୟନ୍ତ୍ରଣ କର। ଥ୍ୟାଙ୍କ ୟୁ ଲର୍ଡ଼। ପ୍ରାର୍ଥନା ଶୁଣିବାରୁ ଧନ୍ୟବାଦ ଦେଉଛୁ। ଆମେନ୍।